नमस्कार दर्शक बंधु आपण समस्त को मो चैनल को पुणी थे स्वागत करुच्ची। दर्शक बंधु द्वितीय पाली माणबसा गुरुवार व्रत एही द्वितीय पाली माणबसा गुरुवार व्रतटी जो माने माण बसाई पारु नाहंती बा बाहरे अछंती से माने भी करि परिबे। ता सहित जदि आपण माने प्रथम पाली गुरुवार व्रतटी କରିପାରିଲେ ନାହିଁ କୌଣସି କାରଣବଶତଃ ଯାହାକି ପିରିୟଡ଼ ମହିଳା ମାନଙ୍କର ସବୁଠାରୁ ବଡ଼ ସମସ୍ୟା ଆସି ପିରିୟଡ଼ ସମୟ। ଯଦି ସେହି ସମୟରେ ବି ଆପଣମାନେ ଗୁରୁବାର ବ୍ରତଟି ନିଶ୍ଚୟ ଅଟକି ଯାଇଥିବ ଆପଣମାନେ ଦ୍ୱିତୀୟ ପାଳି ଗୁରୁବାର ଠାରୁ ବ୍ରତଟି ଆରମ୍ଭ କରିପାରିବେ। ମୁଁ ଆପଣମାନଙ୍କୁ ଆଗକୁ କହିବି ଯେ ଦ୍ୱିତୀୟ ପାଳି ଗୁରୁବାର ବ୍ରତରେ ମାଙ୍କୁ କେଉଁ ଭୋଗ ଦେବେ, କେଉଁ ନୈବେଦ୍ୟ ଅର୍ପଣ କରିବେ, ମାଙ୍କୁ ପ୍ରିୟ ବସ୍ତ୍ର ମାଙ୍କୁ କେଉଁ ଭଳିଆ ଝୋଟି ଚିତା ପସନ୍ଦ ଅଟେ, ସକାଳୁ ସଞ୍ଜ ଯାଏ ମାଙ୍କୁ କିପରି ଆରାଧନା କରିବେ ଏବଂ ତିନି ଧୂପରେ ମାଙ୍କର ପୂଜା କିପରି କରିବେ। ତା ସହିତ ଦର୍ଶକ ବନ୍ଧୁ ଯଦି ଆପଣଙ୍କ ପଟେ ବି ଦ୍ୱିତୀୟ ପାଳି ଗୁରୁବାର ବ୍ରତଟି କିଛି ଅଲଗା ପ୍ରକାରରେ ହେଉଛି ତେବେ ଆପଣ ନିଜ ଘରର ମୁରବୀଙ୍କୁ ପଚାରି କରି ନିଶ୍ଚୟ କରନ୍ତୁ। କିନ୍ତୁ ଏମିତି କିଛି ଜିନିଷ ଯାହାକି ମାଙ୍କର ବହୁତ ପ୍ରିୟ ଅଟେ ତାହା ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ। ଯଦି ଆପଣ ନିଜ ଘରେ ସ୍ଥାୟୀ ଲକ୍ଷ୍ମୀର ବାସ ଚାହୁଁଛନ୍ତି ତେବେ ଜମା ବି ଏହି ଗୁରୁବାର ବ୍ରତକୁ ହାତ ଛଡ଼ା କରନ୍ତୁ ନାହିଁ। ମାର୍ଗଶିର ମାସକୁ ଜମା ବି ହାତ ଛଡ଼ା କରନ୍ତୁ ନାହିଁ। ଅତି ଭକ୍ତିର ସହିତ ଧ୍ୟାନ ପୂର୍ବକ ଚଳଚଞ୍ଚଳ ହୋଇ ସ୍ଥିର ମନରେ ମାଙ୍କର ପୂଜା କରନ୍ତୁ। ଏବଂ ଆଗକୁ ମୁଁ କହିବି କେଉଁ ମନ୍ତ୍ରରେ ମାଙ୍କୁ ପ୍ରସନ୍ନ କରିପାରିବେ, କେଉଁ ଭୋଗରେ କେଉଁ ଫୁଲରେ ମାଙ୍କୁ ପ୍ରସନ୍ନ କରିପାରିବେ। ତେଣୁ ମୋର ମୋ ପ୍ରିୟ ଦର୍ଶକ ମାନଙ୍କୁ ଅନୁରୋଧ କରୁଛି ଯେ ଯଦି ଏ ପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ ନୋଟିଫିକେସନ ଉପରେ ନିହାତି କ୍ଲିକ୍ କରନ୍ତୁ, ଯାଦ୍ୱାରା କି ମୋ ଚ୍ୟାନେଲ ମାଧ୍ୟମରେ ଆସୁଥିବା ପ୍ରତ୍ୟେକ ନୋଟିଫିକେସନ ଆପଣଙ୍କ ପାଖରେ ଜଲ୍ଦି ପହଞ୍ଚି ପାରିବ। ଦର୍ଶକ ବନ୍ଧୁ ପ୍ରଥମେ ମାଙ୍କର ବସ୍ତ୍ର ମାଙ୍କର ମାଣ ଏସବୁ ସଫା କରିବାର ଆମର ପ୍ରଥମ ଦାୟିତ୍ୱ। ଆପଣମାନେ ଏହାକୁ ଯେହେତୁ ଆଜି ସୋମବାର ଅଛି ସୋମବାର କରିପାରନ୍ତି କିମ୍ବା ବୁଧବାର ଦିନ କରିପାରନ୍ତି। ଏହାକୁ ଆପଣ ଗଙ୍ଗା ଜଳ ପକାଇ ଯାହାକି ନାଲି ମାଟି ସେଥିରେ ସଫା କରିପାରନ୍ତି। ଆପଣଙ୍କ ପଟେ ଯାହା ଯେମିତି ବି ସଫା କରାଯାଏ ନିହାତି ସଫା କରନ୍ତୁ। ସଫା କରିବା ପରେ ଆପଣ ତ ଅରୁଆ ଚାଉଳ ତ ବାଟିଥିବେ, ଅରୁଆ ଚାଉଳକୁ ବାଟି ସେହି ମାଣରେ ଚିତା ଆଙ୍କି ଦେବେ। ତାପରେ ଆପଣ ନିଜ ଘରକୁ ସଫା କରିବେ। ନିଜ ଘରକୁ ଯେତେବେଳେ ପୋଛା ଲଗାଇବେ ଟିକେ ଗୋବର ଏବଂ ଟିକେ ଗଙ୍ଗା ପାଣି ପକାଇ କରି ନିଜ ଘରକୁ ପୋଛା ଲଗାଇ ଦେବେ। ଏହା ଆପଣଙ୍କୁ ବୁଧବାର ଦିନ କରିବାର ଅଛି। କରିବା ପରେ ମାଙ୍କ ପାଇଁ ଆପଣମାନେ କ'ଣ କରିବେ, ବସ୍ତ୍ର ମାଙ୍କର ବସ୍ତ୍ର ପୁରୁଣା ବସ୍ତ୍ର ବି ଆପଣ ବ୍ୟବହାର କରିପାରିବେ, ନୂତନ ବସ୍ତ୍ର ବି ଆଣିପାରିବେ। ମନେ ରଖନ୍ତୁ ଯଦି ଆପଣଙ୍କର ମାଣ ଖରାପ ହୋଇଯାଇଛି କିମ୍ବା ମାଙ୍କର କୌଣସି ବସ୍ତ୍ର ଚିରା ଫଟା ଯାଇଛି କୁହାଯାଏ ମାଙ୍କର ବସ୍ତ୍ର ଯାହା ମାଣବସା ଗୁରୁବାରର କୌଣସି ବି ଜିନିଷ ଭସା ଯାଏ ନାହିଁ। ବହୁତ କମ୍ ଲୋକମାନେ ଭସେଇଥାନ୍ତି। ଦେଖନ୍ତୁ ଆପଣଙ୍କର ଘରର ମୁରବୀ ଯାହା କହୁଛନ୍ତି କି ଆପଣ ଏହାକୁ ସାଇତିକି ରଖିଲେ ବି କୌଣସି ଅସୁବିଧା ନାହିଁ, ସାଇତିକି ରଖିପାରିବେ। ମାଙ୍କର ଜିନିଷକୁ କେବେ ବି ଭସାଯାଏ ନାହିଁ। ଯଦି ଆପଣମାନେ ଭସେଇବା ପାଇଁ ଚାହିଁବେ ନିଜ ଘରର ମୁରବୀକି ପଚାରିକି ଭସାଇ ପାରନ୍ତି। ଦ୍ୱିତୀୟ ଜିନିଷ ଥିଲା ତାପରେ ଆପଣମାନେ ନିଜ ମାଙ୍କ ପାଇଁ ପୂର୍ବ ପ୍ରସ୍ତୁତି କରିଦିଅନ୍ତୁ। ଅଁଳା ଡାଳ, ମୂଳା, ଆଖୁ ଯେହେତୁ ପ୍ରଥମାଷ୍ଟମୀ ପଳେଇଛି ମୂଳା, ଆଖୁ ଏବଂ କଦଳୀ ଗୋଟା କଦଳୀ ମାଙ୍କ ପାଇଁ ଆପଣମାନେ ଥୋଇ କରି ବାଢ଼ିବେ। ତା ସହିତ ଅରୁଆ ଚାଉଳ ପୂର୍ବରୁ ହିଁ ଧୋଇ କରି ବତୁରାଇକି ରଖିଥିବେ ଯାହାକୁ ଆପଣମାନେ ଚିତା ପକାଇବେ। ମାଙ୍କୁ ସୋରିଷ ଫୁଲ ବହୁତ ପ୍ରିୟ ଅଟେ। ଯଦି ଧଳା ସେବତୀ ବି ଆପଣମାନଙ୍କ ପଟେ ମିଳୁଛି ଧଳାର ଫୁଲ ବି ମାଙ୍କୁ ନିହାତି ଚଢ଼େଇବେ। ତା ସହିତ ଗେଣ୍ଡୁ ଫୁଲର ହାର, ପଦ୍ମ ଫୁଲ ମଞ୍ଜିର ହାର ଏହିସବୁ ମାଙ୍କୁ ଚଢ଼ାଇବେ। ମାଙ୍କ ପାଇଁ ବୁଧବାର ଦିନ ଆପଣମାନେ ଝୋଟି ଚିତା ଆଙ୍କିବେ। ଝୋଟି ଚିତା ତ ଆପଣମାନଙ୍କୁ ନିଶ୍ଚୟ ଆସୁଥିବ। ତା ସହିତ 16 କୋଟି ପଦ୍ମ ନିଶ୍ଚୟ ପକାଇବେ ଏବଂ ସେହି ଭିତରେ ମାଙ୍କର ପାଦ ପଦ୍ମ ନିଶ୍ଚୟ ଆଙ୍କିବେ। ଦର୍ଶକ ବନ୍ଧୁ ଯେତେବେଳେ ବି ଆପଣମାନେ ଏହା ସବୁ କରିବେ ଶ୍ରଦ୍ଧାର ସହିତ କରନ୍ତୁ, ଖୁସିର ସହିତ କରନ୍ତୁ। ମାଙ୍କୁ ଯଦି ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ଶ୍ରଦ୍ଧା ଏବଂ ଖୁସିରେ କରନ୍ତୁ। କିଛି ଲୋକ ଅଛନ୍ତି ମାର୍ଗଶିର ଗୁରୁବାର ଆସିଲେ ବହୁତ କଷ୍ଟ ଲାଗେ, ପୁଣି ଆସିଲା ପୁଣି କରିବା ପାଇଁ ପଡ଼ିବ। ଏମିତି ବର୍ଷ ଭିତରେ ସାରା ଆମେ ଓଡ଼ିଆ ଆମର ମାର୍ଗଶିର ଗୁରୁବାର ଅଛି। ଏହା ହିଁ ଆମର ସବୁଠୁ ବଡ଼ ପରିଚୟ ଅଟେ ଯେ ଆମେ ମାର୍ଗଶିର ଗୁରୁବାରର ବ୍ରତ କରୁଛେ। ମାଣ ବସାନ୍ତୁ କିମ୍ବା ନ ବସାନ୍ତୁ କିନ୍ତୁ ମାଙ୍କର ପୂଜା କରନ୍ତୁ, ନିଶ୍ଚୟ କରନ୍ତୁ। ଆପଣମାନଙ୍କ ପାଖରେ ଯଦି ଖଟୁଳି
ରେ ନାହିଁ ମାଣ ବସେଇ ପାରୁନାହାନ୍ତି, ଆପଣ ମାଙ୍କର ମୂର୍ତ୍ତିକୁ ପୂଜା କରିପାରିବେ। ଯଦି ମୂର୍ତ୍ତି ଆପଣ ଏହି ବର୍ଷ କିଣି ପାରିଲେନି, ତେବେ ଏହି ବର୍ଷ ଆପଣ କୁମ୍ଭ ଏବଂ ଫଟୋରେ ବି ପୂଜା କରିପାରନ୍ତୁ। ମୂର୍ତ୍ତି ଗୋଟିଏ ଆପଣ କିଣିକରି ନିଶ୍ଚୟ ନେଇକରି ଆସନ୍ତୁ। ଏହାକୁ ଶୁକ୍ଳ ପକ୍ଷ କୌଣସି ଏକ ଗୁରୁବାର ଦିନ, ଏକ ପବିତ୍ର ଦିନରେ ମାଙ୍କର ମୂର୍ତ୍ତିକୁ ପ୍ରତିଷ୍ଠା କରି ନିଜ ଘରେ ବସାଇ ପୂଜା ଆରମ୍ଭ କରିଦିଅନ୍ତୁ। ଏହା ବହୁତ ଶୁଭ ଅଟେ। ତେବେ ବୁଧବାର ଦିନର କଥା ସରିଗଲା, ଯାହାକି ଆପଣ ଗୁରୁବାର ଦିନ ସକାଳୁ ସକାଳୁ ଭୋରରୁ ଉଠିବେ। ନିଜ ସ୍ନାନ ଜଳରେ ଆପଣମାନେ ହଳଦୀ ଗଙ୍ଗା ଜଳ ପକାଇ ସ୍ନାନ କରିବେ। ତା ପୂର୍ବରୁ ନିଜର ମୁଖ୍ୟ ଦ୍ୱାରକୁ ଗୋବର ପାଣି ସିଞ୍ଚନ କରି ଝାଡୁ ଲଗାଇଦେବେ। ତୁରନ୍ତ ଗାଧୋଇ କରି ଆସିଲା ପରେ ନିଜେ ଶୃଙ୍ଗାର ହେବେ। ଶୃଙ୍ଗାରର ଅର୍ଥ, ଯେହେତୁ ଆମେ ବିବାହିତା ମହିଳା, ଅଳତା ଲଗାଇବେ, ସିନ୍ଦୁର ଲଗାଇବେ, ଭଲ ନୂତନ ବସ୍ତ୍ର ପରିଧାନ କରିବେ, ନିଜ କେଶକୁ ମୁକୁଳା କରି ରଖିବେ ନାହିଁ, ସୁନ୍ଦର ହୋଇକରି ପୂଜା କରିବେ। ମାଙ୍କୁ ସ୍ୱଚ୍ଛତା ଏବଂ ସୁନ୍ଦରତା ବହୁତ ପ୍ରିୟ ଅଟେ ଏବଂ ନାରୀମାନେ ଗଜରା ବି ଲଗାଇ ପାରନ୍ତି। ମାଙ୍କୁ ବହୁତ ପସନ୍ଦ ଅଟେ। ନାରୀମାନେ ଯେତେ ଶୃଙ୍ଗାର ହେବେ ମାଙ୍କୁ ବହୁତ ପସନ୍ଦ ଅଟେ। ଏପରି କରିଦେବେ ଏବଂ ଏହି ଦ୍ୱିତୀୟ ପାଳି ଗୁରୁବାର ଦିନ ଯେତେବେଳେ ଆପଣମାନେ ପୂଜା କରିବେ, ମାଙ୍କୁ ହଳଦୀ ପାଣିରେ ସ୍ନାନ କରାଇବେ, ମାଙ୍କୁ ନୂତନ ବସ୍ତ୍ର ପରିଧାନ କରାଇବେ। ସେହି ଯେଉଁ ସ୍ଥାନରେ ମାଙ୍କୁ ବସାଇବେ ସେଠି ତ ନିଶ୍ଚୟ ଚିତା ଆଙ୍କିଥିବେ। ମାଙ୍କୁ ବସାଇବା ପରେ ଆପଣଙ୍କ ପଟେ ଯଦି ମାଣ ଦ୍ୱିତୀୟ ପାଳିରେ ବସାଉଛନ୍ତି ତାହେଲେ ବସାଇ ପାରନ୍ତି, ନତବା କିଛି ପଟେ ଏମିତି ବି ହୁଏ ମାଣକୁ ଥୋଇ କରି ପୂଜା କରାଯାଏ, ଯାହାକି ପଞ୍ଚଶସ୍ୟ କେହି ପକାନ୍ତି, କେହି ବିଭିନ୍ନ ପ୍ରକାର ବିରି ପକାନ୍ତି, ଚାଉଳ ପକାନ୍ତି, ଧାନ ପକାନ୍ତି। ସମସ୍ତଙ୍କ ଘରରେ ଅଲଗା ଅଲଗା ନିୟମ ଥାଏ। ସମସ୍ତେ ନିଜର ପୂର୍ବ ପିଢ଼ିମାନଙ୍କୁ ଦେଖିକରି ହିଁ କରିଥାନ୍ତି। ମୁଁ ଗୋଟିଏ ନିୟମ କହିବି, ଆପଣ କରିଦେବେ, କିନ୍ତୁ ଆପଣଙ୍କ ଘରେ ଅଲଗା ନିୟମ ଥିବ। ଏବଂ ଏହି ଦିନ ଆପଣମାନେ ଚିତଉ ପିଠା, ମଣ୍ଡା ପିଠା, ଯାହାକି ଧଳା ରଙ୍ଗର ପିଠା, ଯାହାକି ଦ୍ୱିତୀୟ ପାଳି ଗୁରୁବାରରେ ମାଙ୍କୁ ଦିଆଯାଏ, ନିଶ୍ଚୟ ଦେବେ। ତା ସହିତ ଆପଣଙ୍କ ଘରେ ଯାହା ନିୟମ ଥିବ, ଘରର ନିୟମକୁ ଆଗକୁ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ। ଏପରି ପୂଜା କରିବେ। ମାଙ୍କୁ ସକାଳୁ ସକାଳୁ ପୂଜା କରାଯାଏ। ସକାଳୁ ସକାଳୁ ଭୋରରୁ କେହି ଉଠି ନଥିବେ। ଯେତେବେଳେ ମାଙ୍କର ପୂଜା ହବ, ଘରର ସମସ୍ତ ସଦସ୍ୟକୁ କହିବେ ଉଠିକରି ବସିବେ, କେହି ବି ଶୋଇବେ ନାହିଁ। ଏମିତି ହେଲେ କେବେ ବି ମାଙ୍କର କୃପା ପାଇପାରିବେ ନାହିଁ। କିନ୍ତୁ ବୟସ୍କ ଏବଂ ରୋଗୀ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ଛୋଟିଆ ଛୁଆକୁ ବାରଣ କରାଯାଇଛି। ଦର୍ଶକ ବନ୍ଧୁ, ତାହାପରେ ମାଙ୍କୁ ଆପଣମାନେ ଲକ୍ଷ୍ମୀ ପୁରାଣ ପଢ଼ିବେ। ଯାହାବି ଲକ୍ଷ୍ମୀ ପୁରାଣ ପଢ଼ନ୍ତୁ, ବଳରାମ ଦାସଙ୍କ ରଚିତ, ତା ସହିତ କନକଧାରା ସ୍ତୋତ୍ରମ୍, ଶ୍ରୀ ସୂକ୍ତମ୍, ମହାଲକ୍ଷ୍ମୀଙ୍କର ଅଷ୍ଟଲକ୍ଷ୍ମୀ ମନ୍ତ୍ର, ତା ସହିତ ମାଙ୍କର ଗାୟତ୍ରୀ ମନ୍ତ୍ର ନିଶ୍ଚୟ ପାଠ କରନ୍ତୁ। ମାଙ୍କୁ ପ୍ରସନ୍ନ କରିବା ପାଇଁ ଯଦି ଇଚ୍ଛା ଅଛି ଏହି ସବୁ ନିଶ୍ଚୟ କରନ୍ତୁ। ତା ସହିତ ଅଁଳା ବୃକ୍ଷ, ବେଲ ବୃକ୍ଷ, ତୁଳସୀ ବୃକ୍ଷର ପୂଜା ବି କରିବେ। ଏହି ବୃକ୍ଷର ସୂର୍ଯ୍ୟ ପୂଜା, ଏହି ବୃକ୍ଷମାନଙ୍କର ପୂଜା, ତାପରେ ଠାକୁର ପୂଜା, ତାପରେ ମହାଲକ୍ଷ୍ମୀଙ୍କର ପୂଜା କରିବେ। ତ ଆପଣମାନେ ନିଶ୍ଚିତ କରନ୍ତୁ ଯେ କେଉଁ ସମୟରେ ଆପଣମାନଙ୍କୁ ଉଠିବା ପାଇଁ ପଡ଼ିବ। ମାର୍ଗଶିର ମାସରେ ବାସ୍ 4ଟି ଗୁରୁବାର ଆସୁଛି। ଦର୍ଶକ ବନ୍ଧୁ, ମାଙ୍କର କୃପା ପାଇବା ପାଇଁ କଣ ଏତିକି ଆମେ କରିପାରିବା ନାହିଁ? ପ୍ରଥମରେ ମାଙ୍କୁ ବାଳ ଧୂପ ଦିଆଯାଏ, ଯାହାକି ପାଚିଲା ଫଳର ଭୋଗ ଦିଆଯାଏ। ଆପଣମାନେ ପାଚିଲା ଫଳର ଭୋଗ ଦେଇପାରନ୍ତି, ନବାତ ପଣା ବି ଦେଇପାରନ୍ତି। ବହୁତ ସୁନ୍ଦରରେ ଅଳେଇଚ, ଗୋଲମରିଚ ଏମିତି ପକାଇ, ପାଚିଲା ଫଳ ପକାଇ ନବାତ କରି ପଣା ଭୋଗ ସକାଳୁ ସକାଳୁ ଦେଇପାରନ୍ତି। ଏହା ତ ପ୍ରଥମ ପ୍ରହରର ଭୋଗ ଥିଲା। ଦ୍ୱିତୀୟ ପ୍ରହରରେ ଆପଣମାନେ ଅନ୍ନ ଭୋଗ ନିଶ୍ଚୟ ଦେବେ। ଯେଉଁମାନେ ମାଣ ବସାଉ ବି ନାହାନ୍ତି, ଅନ୍ନ ଭୋଗ ନିଶ୍ଚୟ ଦିଅନ୍ତୁ ମାଙ୍କୁ। ଆପଣ ଶାଗ କରିପାରିବେ, ଆମ୍ବିଳ କରିପାରିବେ, ଘାଣ୍ଟ ତରକାରୀ କରିପାରିବେ, ପିଠଉ ଭଜା କରିପାରିବେ। ବିନା ପିଆଜ ରସୁଣରେ ଏହିସବୁ ଅତି ଯତ୍ନରେ ଶ୍ରଦ୍ଧାର ସହିତ କରନ୍ତୁ। ଯେତେବେଳେ ମାଙ୍କୁ ଖାଇବା ପରସିବେ, ଏମିତି ପରସିବେ ଯେ ହଁ, ମୋ ଘରକୁ ମା ଲକ୍ଷ୍ମୀ ଆସିବେ ଏବଂ ଖାଇବେ। ଅତି ଆନନ୍ଦର ସହିତ ପରସନ୍ତୁ ମାଙ୍କୁ। ଯେପରି ଆମେ ଆମର ପ୍ରିୟ ଲୋକମାନଙ୍କୁ ପରସୁଛେ, ବାସ୍ ସେମିତି ଶ୍ରଦ୍ଧାର ସହିତ ମାଙ୍କ ପାଇଁ ପାଣି ଗ୍ଲାସ ଦେଇଦେବେ, ମାଙ୍କୁ ଟିକେ ବିଞ୍ଚି ଦେବେ, ମାଙ୍କୁ ଝୁଣା ଲଗାଇବେ। ମାଙ୍କୁ ଆସିଛନ୍ତି ଏତେ ଦୂରରୁ ଆପଣଙ୍କ ଘରକୁ, ମାଙ୍କର ଗୋଡ଼ ଚିପି ଦେବେ। ଶ୍ରଦ୍ଧାରେ ଆପଣ ଭାବର ସହିତ କରନ୍ତୁ ଏପରି କାମ। ମାଙ୍କର କୃପା ଆପଣମାନେ ନିଶ୍ଚିତ ପାଇବେ। ମାଙ୍କ ପୂଜାରେ ଯାହା ଯାହା ଭୋଗ ଲଗାଇବେ ତାହା ଘର ଠାକୁରଙ୍କୁ ବି ଲଗାଇବେ। ଯଦି ଲକ୍ଷ୍ମୀ ନାରାୟଣଙ୍କ ସହିତ ନିଜ ଘରେ ମୂର୍ତ୍ତି ବସାଇ କରି ପୂଜା କରୁଛନ୍ତି, ତାହେଲେ ତୁଳସୀ ପତ୍ର ପଡ଼ିବ। କେବଳ ମା ଲକ୍ଷ୍ମୀଙ୍କୁ ବସାଇ ପୂଜା କଲେ ଆପଣମାନେ ବେଲପତ୍ର ପକାଇ କରି ପୂଜା କରିବେ ବା ପାଣି ଛଡ଼ାଇବେ, ଏପରି କରିବେ। ପୂଜା ସରିବା ପରେ ମାଙ୍କୁ
विश्राम कराइबे जहाँकि गोड़ चिपी करी टिके बिंची करी विश्राम कराइबे। मने रखंतु एही दिन कଳି झगड़ा करिवे नाही, राग ईर्ष्या करिवे नाही। घरर प्रत्येक सदस्य जल्दी उठी करी स्नान कराइबे। प्रत्येक सदस्य जदि छोट छुआ माने स्नान करि पारु नाहंती सेही पालट वस्त्र को बाहर करी आउ गोटे वस्त्र परिधान कराइ देबे। एहा थिला द्वितीय प्रहर पूजा। तृतीय प्रहर मां को आपण किछि अलग पाचिला फल सहित किछि पिठा भोग दियंतु जहाँकि आपण मन द्वितीय प्रहर देइथिबे सेतको नुह किछि अलग मां आसीचंदी पर आम घर को जेमिति आम घर को केही जण प्रियर लोक आसले किपरि आमे बनी बनिकार खाद्य रोषेई करि देउचे बास सेही भावर सहित करंतु। मांकर कृपा आपणको ऊपर निश्चय रहिबो। एपरि भावर सहित दियंतु एवं जेतेबेले आपण प्रसाद करूचंदी मांक पई मांको स्मरण करी प्रसाद करंतु देखिबे सेही प्रसाद रे गोटे अलग प्रकारर बास्ना आसीबो। एवं जेतेबेले प्रसाद तयारी करूचंदी मांको भगवानकर नाम जप करिवे, परनिंदा परचर्चा करिवे नाही, मोबाइल रे कथा हेबे नाही, काहाकू गाली गुलज करिवे नाही, शांत मनरे धीर स्थिर मनरे एही सब काम करिवे। मांकर कृपा आपणको ऊपर निश्चय रहिबो। दर्शक बंधु तृतीय पहर पूजा सरिया परे सेही जागार सबु जिनिस जाकि मां को उठाई करी मां को स्थान रे रखिदेबे। माण सब उठाई करी साइड करी रखिदेबे एवं कुंभ को उठाई देबे। कुंभ उठाई करी कुंभर पानी को आपण गछरे भी पकाई पारंती। पूजार सबु जिनिस को एकाठी करी गोटे पॉलिथिन रे रखिबे जहाकू आपण मानकू शुक्रवार दिन विसर्जन करिवार अछि। गुरुवार दिन सेही जिनिस को घर बाहर को भी बाहर करिवे नाही, बस सेही जागार ही सेही पूजा घरे ही रखिदेबे। एवं मांकर आसन स्थली को आम घरे सेही दिन पोछा जाए नहीं कारण से दिन गुरुवार एवं जेहेतु एही गुरुवार आमे मां को सेही दिन ही विदाय करिबा नाही एपरि कहा जाय तो मांकर सेही जागा को आम पटे पोछा जाए नहीं। आपनको इच्छा आपण जहा करि पारंती। मो मतरे आपण शुक्रवार दाई टिके अपेक्षा करंतु सेही जागार जिंस उठाई करी परिष्कार करंतु किंतु पोछिबे नाही। पुणी संध्या बेले आपण माने संध्या धूप दियंतु किंतु मने रखंतु लक्ष्मी पुराण पढ़िबा सहित कनकधारा स्तोत्रम श्री सूक्तम पाठ निहाती करिवे। आपण मां लक्ष्मीकर कृपा पाइबा पई हेले एही सब नियम आपण मानकू निश्चय करिबा पई पड़िबो। दर्शक बंधु आशा करूची एही वीडियोटी आपण मानकर निश्चय काम रे आसीबो। आज पई रहिली पुणी देखाइबो आगामी एक सुंदर वीडियो रे।